ଆକୁ ଆମେ କଣ କରିବା ପରିଶ୍ରମ କରିବା ନା ପିଇ ଦବା ଆକୁ ଫିଲ୍ଟର କରିବା ହେଲା। ଏଇଠି ଗୋଟେ କାଗଜ ଦେଖୁଛ ସମସ୍ତେ ଏଇଟା କି ପେପର କହିଲ ଫିଲ୍ଟର ପେପର। ଦେଖିବା ଆକୁ ଜମା ହଲଚଲ ନ କରି ଏଇ କାଦୁଅ ପାଣିକୁ ଏଇଠି ଢାଳି ଦିଆଗଲା। ଠିକ ଅଛି ବର୍ତ୍ତମାନ ତାକୁ ଛାଣି ହବା ପାଇଁ ଦିଅ ତାପରେ ତମେ ଦେଖିବ ଯେ ସେ ସତରେ ଛାଣି ପାରୁଛି ନା ଛାଣି ପାରୁନି। ଏଇଟାକୁ କି ପଦ୍ଧତି କହୁଛନ୍ତି ଛୁଆ ପରିଶ୍ରବଣ ପଦ୍ଧତି। କିଛି ମିଶ୍ରଣକୁ ଆମେ ପରିଶ୍ରବଣ ପଦ୍ଧତି ଦ୍ୱାରା ଅଲଗା କରିପାରିବା ଯେମିତିକି ଏଠି କାଦୁଅ ଆଉ ପାଣିର ମିଶ୍ରଣ। କାଲି ଏଇଟା ପଢା ହେଇଥିଲା ତମର। ଆଚ୍ଛା ଦେଖିଲ ତଳେ କାଦୁଅ ପାଣି ବାହାରୁଛି କି ପାଣି ବାହାରୁଛି ତାହେଲେ ଫିଲ୍ଟର ପେପର ଛାଣି ଦଉଛି ଏଇଟା ଆମେ ବ୍ୟବହାର କରୁଥିବା କାଗଜଠୁ ଟିକେ ଅଲଗା ପ୍ରକାରର ଥିଲା ଯାହା ଫଳରେ ସେ ଛାଣି ପାରୁଛି କିନ୍ତୁ ନର୍ମାଲ କାଗଜ ଯଦି ଆଣି ଆମେ ରଖିବା ତାହେଲେ ସେଠି ଛାଣି ହବ ନାହିଁ।